हरे कृष्णा। अच्छा ताले आमे शुणुथिलो चैतन्य भागवत रे देवानंद पंडित कथा। काली केमती देवानंद पंडित भागवत व्याख्या करुले किंतु हृदय भक्ति भाव नथिला। ज्ञान मार्ग रे सी व्याख्या करुले भक्ति अर्थात नवदा भक्ति और भक्ति अर्थात भगवान का प्रेम पूर्वक सेवा ये सब से नथिला ज्ञान मार्ग रे। चैतन्य महाप्रभु जो शुणी पारे कथा अरे 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 मूर्ख ये भाया श्रीमद भागवतम व्याख्या करुच्ची। तेणु जिते पोथी को जाई नष्ट करदेवा भाविले भक्त मान रक्षा भक्त मान धरी चैतन्य महाप्रभु को सांत्वना देले कि प्रभु आपण कृपा बिना गोटे जीव बा गोटे पत्र भी हली पार ना। तेणु आपण हृदय अच्छा तेणु आपण कृपा करती दया करती तार निश्चित से ज्ञान मार्ग भक्ति मार्ग को आसी से निश्चित भाव भागवत पढ़े जी शुणव हृदय भक्ति भाव जागृत हम भगवान कृष्ण के प्रति। चैतन्य महाप्रभु कहते हाँ तार हृदय भक्ति भाव जागृत हम नहीं से अपराध करिछि से अपराधी। ये कथा जो टिके शुणी पारे देवानंद पंडित से भाई ओ सत कथा मु किसी अपराध आगुरी कर मो हृदय सब भक्ति भाव जहाँ टिके भक्तिर वृक्ष गजा बाहरुले सब सुखीगले। भक्ति भक्ति मार्ग भक्ति सुखी जाई ज्ञान उदय केवल अपराध संभव केवल अपराध रही से निजे बुझीपारे देवानंद पंडित। तेणु बुझीपारी कहते देवानंद पंडितर श्रीवासंक स्थाने पूर्व अपराध अच्छी ता पड़िला मने। यदि भक्ति मार्ग रे भक्ति राम प्रगति करि पारुना अग्रगति करि पारुना चिंता करी मु कोठी अपराध करिछि मूल कारणटा कोठी अछि से धरिके से अपराध मार्जन कले तापरे तो देवानंद पंडित जानी पारे कि मु कोठी अपराध करिछि। हाँ हाँ मन पड़ा श्रीवासंक चरण अपराध कर अपराध से समय नाही किछि प्रभुंक प्रकाश प्रेम शून्य जगत दुखित सर्वदास। महाप्रभु के प्रकाश ही नथिला सारा जगत दुखरे थिले सुखर आभास पाउ नथिले। जदि वा पढ़ाए केही गीता भागवत तथापि न शुणे केही भक्ति अभिमत से समय देवानंद परम महांत लुके बड़ उपेक्षित परम सुशांत भागवत अध्यापना करे निरंतर आकुमार सन्यासींक प्राय व्रतधर। से समय देवानंद पंडित जड़े जनाशुना व्यक्ति थिले पंडित थिले ब्राह्मण परिवार जन्म होते सुशांत स्वभाव थिले किंतु अपराध कारण हृदय भक्ति भाव उभे गला।
ସେଥିପାଇଁ ସେ ମନେ ପକେଇ ପୁଣି ସେଇ କଥା ଚିନ୍ତା କରୁଛନ୍ତି। ଦୈବେ ଏକ ଦିନ ତଥା ଗଲେ ଶ୍ରୀବାସ, ଭାଗବତ ଶୁଣିବାକୁ କରିଣ ଅଭିଳାଷ। ସେ ସମୟରେ ଦେବାନନ୍ଦ ପଣ୍ଡିତ କେବଳ ଜଣେ ପଣ୍ଡିତ ଥିଲେ, ବିଦ୍ୱାନ ଥିଲେ, ସେଇ ଭାଗବତ କଥା କରୁଥିଲେ। ତେଣୁ ସମସ୍ତେ ବି ଯାଆନ୍ତି ଶୁଣିବାକୁ, କିନ୍ତୁ ଥରେ ଶ୍ରୀବାସ ପଣ୍ଡିତ ଯାଇଛନ୍ତି କଥା ଶୁଣିବାକୁ। ଆଉ କଥା ଶୁଣୁଛନ୍ତି, ଭାଗବତ କଥା ଶୁଣୁଛନ୍ତି ଶ୍ରୀବାସ ଯେ ନାରଦ ମୁନି। ଅକ୍ଷରେ ଅକ୍ଷରେ ଭାଗବତ ପ୍ରେମମୟ, ଶୁଣି ନ ଦ୍ରବିଲ ଶ୍ରୀବାସଙ୍କ ହୃଦୟ। ଯେତେବେଳେ ଭାଗବତ ପାଠ ଶ୍ରବଣ କଲେ, ଶୁଣିଲେ, ଅକ୍ଷର ଅକ୍ଷରରେ ଯେ ପ୍ରକୃତରେ ଭକ୍ତ, ଯେ ପ୍ରକୃତରେ ଭଗବାନଙ୍କ ପ୍ରତି ଶ୍ରଦ୍ଧା, ଗୁରୁ କୃଷ୍ଣଙ୍କ ପ୍ରତି ଶ୍ରଦ୍ଧା ଅଛି, ପ୍ରୀତି ଅଛି, ଯେକୌଣସି କଥାକୁ ଶୁଣିଲେ ତାକୁ ହୃଦୟଙ୍ଗମ ହୁଏ, ଭାବନାରେ ଡୁବିଯାଏ, କାନ୍ଦେ, ହସେ। କଥାର ମର୍ମକୁ ସେ ବୁଝିପାରେ, କଥାର ରହସ୍ୟକୁ ସେ ବୁଝିପାରେ। ଆଉ ସେ କଥାର ରହସ୍ୟକୁ ବୁଝିପାରେ, ତା ହୃଦୟରେ ପ୍ରେମ ରୂପକ ବା ପ୍ରେମ ଆନ୍ଦୋଳିତ ହୁଏ, ସେ କାନ୍ଦେ। ସେଭଳିଆ ଆଜି କଥା ଶୁଣି ଶ୍ରୀବାସ ହୃଦୟ ଦ୍ରବୀଭୂତ ହେଇଗଲା, ହୃଦୟ ପ୍ରେମରେ ଭାବରେ ଆପ୍ଲୁତ ହେଇଗଲା। ସେହି ସମୟରେ ସ୍ୱାଭାବିକ ରୂପରେ କାନ୍ଦିଲେ। ଭାଗବତ ଶୁଣିଣ କାନ୍ଦନ୍ତି ଶ୍ରୀନିବାସ, ମହାଭାଗବତ ବିପ୍ର ଛାଡ଼େ ଘନ ଶ୍ୱାସ। ପ୍ରକୃତରେ ଯେମିତି ଭାଗବତ କୌଣସି ବିଷୟ ପଢ଼ୁଥିବ, ଭଗବାନଙ୍କର ଭକ୍ତର ହଉ, ଯଦି ଦେଖିଥିବ ଭାବ ଟିକେ ଭାବ ପ୍ରେମ ହୃଦୟରେ ଥିବ, ଗୁରୁ କୃଷ୍ଣଙ୍କ ପ୍ରତି ଇର୍ଷା ନଥିବ, ଦେଖିବ ତୁମ ହୃଦୟରେ ଅଟୋମେଟିକ କାନ୍ଦ ଆସିବ। ଅଟୋମେଟିକ ଗୋଟେ କଥା ପଢୁଥିବ, ଧୁର ଚରିତ କି କୌଣସି କଥା ପଢୁଥିବ, ତ କାନ୍ଦ ଆସିବ, ସ୍ୱାଭାବିକ ପ୍ରେମ କାନ୍ଦ। କୁମ୍ଭୀର କାନ୍ଦଣା ନୁହେଁ, ଆଖିରେ ଲୁଣ ଲଗେଇକି, ମରିଚ ଗୁଣ୍ଡ ଲଗେଇକି ସ୍ୱାଭାବିକ ଭାବରେ ତମେ ପଢୁଥିବ, କାହାରି ପ୍ରତି କିଛି ନଜର ଦେବନି, କିଏ କୋଉଠି କ'ଣ କରୁଛି, ପଢୁଥିବ ବସିକି। ଧ୍ରୁବ ମହାରାଜଙ୍କ କଥା, ପ୍ରହ୍ଲାଦ ମହାରାଜ କଥା, ଗୋଟେ ଗୋଟେ ପଏଣ୍ଟରେ ତମକୁ କାନ୍ଦ ଆସିବ। ସବୁ ଅନୁଭବ କଥା। ସେଥିପାଇଁ ଶ୍ରୀବାସ ଠାକୁର ଆଜି ମହାଭାଗବତ, ସେ ଭଗବାନଙ୍କ ପ୍ରିୟ ଭକ୍ତ। କୃଷ୍ଣ ଲୀଳାରେ ସେ ନାରଦ ମୁନି ଥିଲେ, ତେଣୁ ସ୍ୱାଭାବିକ ଭାବରେ କୃଷ୍ଣ ଲୀଳା ଶୁଣି ସ୍ୱାଭାବିକ ଭାବରେ କାନ୍ଦି ପକେଇଲେ। ଆଉ ଘନ ଘନ ଶ୍ୱାସ ଛାଡ଼ିବାକୁ ଲାଗିଲେ, ଇଏ ହେଉଛି ଭାବ ପ୍ରେମର ଲକ୍ଷଣ। ପାପିଷ୍ଠ ପଢୁଆ କହେ ହୋଇଲା ଜଞ୍ଜାଳ, ପଢି ଶୁଣି ନ ପାରି ଭାଇ ବ୍ୟର୍ଥ ଯାଏ କାଳ। ଦେବାନନ୍ଦ ପଡିଗଲା, କିଏ ଗୋଟେ କାନ୍ଦୁଛି, ଡିଷ୍ଟର୍ବ କରୁଛି, ଇଏ ବିଘ୍ନ ଲଗଉଛି କଥାରେ, ଏ କାନ୍ଦିବା ଜାଗାରେ କ'ଣ? ସମସ୍ତଙ୍କୁ ବିଘ୍ନ ହଉଛି, ସମସ୍ତେ ଭାଗବତ କଥା କରୁଛି, ସେ ଗୋଟେ ଭାବରେ କାନ୍ଦୁଛି। ସମସ୍ତେ କାନ୍ଦିବା କଥା, ତାକୁ କହୁଛୁ ଭାଇ ବିଘ୍ନ କରୁଛୁ, ଏ ଡିଷ୍ଟର୍ବ କରୁଛୁ।
ତେଣୁ ଦେବାନନ୍ଦ ପଣ୍ଡିତ ତାଙ୍କର ଶିଷ୍ୟମାନଙ୍କୁ ଇସାରା ଦେଇଦେଲେ, ୟାଙ୍କୁ ବାହାର କରିଦିଅ। ସମ୍ଭରେଣ ନୁହେଁ ଶ୍ରୀନି ବାସଙ୍କରୁଦନ, ଚୈତନ୍ୟଙ୍କ ପ୍ରିୟ ଦେହ ଜଗତ ପାବନ। ମହାପ୍ରଭୁଙ୍କର ଅତ୍ୟନ୍ତ ପ୍ରିୟ ଭକ୍ତ ଶିବାସ ଠାକୁର, ଯାହାଙ୍କ ଅଙ୍ଗଣରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ କୀର୍ତ୍ତନ ଭଜନ ହେଲା, ନିତ୍ୟାନୁପ୍ରଭୁ ରହି ଭୋଜନ କରୁଥିଲେ, ଖାଉଥିଲେ, ପିଉଥିଲେ। ମହାପ୍ରଭୁ ମଧ୍ୟ ଭଗବାନଙ୍କ ପ୍ରିୟ ଭକ୍ତ। ସେ ଅଭାବ ସମ୍ବରଣ ନ କରିପାରି ବାରମ୍ବାର କାନ୍ଦିବାକୁ ଲାଗିଲେ ଭାଗବତ ଶ୍ରବଣ କରି। ସେତେବେଳେ ଦେବାନନ୍ଦ ପଣ୍ଡିତଙ୍କର ଯୋଉ ଥିଲେ ଶିଷ୍ୟମାନେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ବାହାରେ ଫିଙ୍ଗିଦେଲେ। ଡିଷ୍ଟର୍ବ କରୁଛି ଆମକୁ, ଏଇଟା କାନ୍ଦିବା ଜାଗା ନା କଣ? ଏଠି ଭକ୍ତକୁ ଜଣେ ଭାବରେ ପ୍ରେମରେ କାନ୍ଦୁଛି ଭଗବାନଙ୍କ ପାଇଁ, ଭକ୍ତ ନହେଲେ ବୁଝିପାରିବେନି। ଭକ୍ତ ନହେଲେ ଭକ୍ତଙ୍କର ବେଦନାକୁ ବୁଝିପାରିବେ ନାହିଁ, ଭକ୍ତ ନହେଲେ ଭକ୍ତଙ୍କର କଷ୍ଟକୁ ବୁଝିପାରିବେ ନାହିଁ, ଭକ୍ତ ନହେଲେ ଭକ୍ତଙ୍କର ହୃଦୟ କଥା ବୁଝି ହବନି କଣ ପାଇଁ ସେ କାନ୍ଦୁଛି। ଜ୍ଞାନୀ ହେଲେ ବୁଝିପାରେ। ଜ୍ଞାନୀ ହେଲା ସୁଖା 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 ରୁଟି, ରସ କିଛି ମିଳିବନି। ଆଖୁକୁ ଯେମିତି ଚିପୁଡ଼ି ଦେଲେ ରସ କାଢ଼ି ନେଲା ପରେ ତାର ଚୋପା ଗୁଡ଼ା ଫିଙ୍ଗି ଦିଆଯାଏ, ତାର ରସ ନଥାଏ, ସେଇଭଳିଆ ଜ୍ଞାନୀ ଭକ୍ତ ମାନଙ୍କର ସେଇଭଳିଆ କିଛି ରସ ପାଆନ୍ତିନି, ଖାଲି କହି ଚାଲିଥାନ୍ତି। କିନ୍ତୁ ବାସ୍ତବରେ ଯୋଉ ଭକ୍ତ, ସେ କଥା ଶୁଣି ତାଙ୍କ ହୃଦୟ ଦ୍ରବୀଭୂତ ହୋଇଯାଏ। ବାଃ ବାଃ, ଭଗବାନ କି ସୁନ୍ଦର ଲୀଳା କରୁଛନ୍ତି ପ୍ରଭୁ। ଧ୍ରୁବ ମହାରାଜ କେମିତି ଆଜି ଭଗବାନଙ୍କ ପ୍ରାପ୍ତି ପାଇଁ ଘରୁ ବାହାରି ହଉଛନ୍ତି। ମା କହିଦେଇଛନ୍ତି ଯାଅ, ଭଗବାନ ଜଙ୍ଗଲରେ ମିଳୁଛନ୍ତି। 5 ବର୍ଷର ବାଳକ ଆଜି ଘରୁ ବାହାରି ହଉଛନ୍ତି। ମା କାନ୍ଦୁଛି ପୁଅ ପୁଅ କହିକି, କିନ୍ତୁ ପୁଅର ଜିଦ୍ ନାଇଁ, ଭଗବାନଙ୍କ ପ୍ରାପ୍ତି ହେବି, ପଳେଇ ଯାଉଛି। ଭଗବାନ ପଠେଇ ଦେଇଛନ୍ତି ନାରଦ ମୁନିକୁ, ଯାଅ ନାରଦ ତାକୁ ଶିକ୍ଷା ଦିଅ ମତେ କେମିତି ପ୍ରାପ୍ତି ହବ। ନାରଦ ମୁନି ଶିକ୍ଷା ଦେଇଛନ୍ତି, ପରୀକ୍ଷା କଲେ ତାପରେ ଶିକ୍ଷା ଦେଲେ। ପ୍ରହ୍ଲାଦ ମହାରାଜଙ୍କ କଥା, ଏଭଳିଆ ସୁନ୍ଦର ସୁନ୍ଦର ଯୋଉ କଥା ଯେତେବେଳେ ଶୁଣିବେ ହୃଦୟ ସହିତ ଭାବର ସହିତ କାନ୍ଦ ଆସିବ। ଭାଗବତ ହଉ, ଚୈତନ୍ୟ ଚରିତାମୃତ ହଉ, କୌଣସି ଯଦି ବିଷୟ ଭାବରେ ପଢୁଥିବେ କାନ୍ଦ ଆସିବ। କାନ୍ଦୁଛନ୍ତି ଆଜି ଶିବାସ ଠାକୁର କଥା ଶୁଣିକି ଆଜି କାନ୍ଦୁଛନ୍ତି, ଶ୍ୱାସ ବାରମ୍ବାର ନଉଛନ୍ତି। କିନ୍ତୁ ଦେବାନନ୍ଦ ପଣ୍ଡିତଙ୍କର ଶିଷ୍ୟମାନେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ବାହାରେ ଫିଙ୍ଗି ଦେଇଛନ୍ତି। ପାପିଷ୍ଠ ପଢୁଆ ସବୁ ଯୁକତି କରିଣ, ବାହାରେ ଛାଡ଼ିଲେ ନେଇ ଶିବାସ ଟାଣିଣ। ପଢୁଆ ଜ୍ଞାନୀ ମାନେ ସବୁ ଭକ୍ତିର ରସକୁ ଯୋଉମାନେ ବୁଝିପାରନ୍ତି ନାହିଁ, ଭକ୍ତିର ତତ୍ତ୍ୱକୁ ଯୋଉମାନେ ବୁଝିପାରନ୍ତି ନାହିଁ, ସେମାନେ ଟାଣି ଟାଣି ନେଇ ଆଜି ଶ୍ରୀବାସ ଠାକୁରଙ୍କୁ ବାହାରେ ଗେଟ୍ ଆଗରେ ଫିଙ୍ଗି ଦେଇଛନ୍ତି। ଦେବାନନ୍ଦ ପଣ୍ଡିତ ନ କଲେ ନିବାରଣ, ଗୁରୁ ଯଥା ଭକ୍ତି ଶୂନ୍ୟ ତଥା ଶିଷ୍ୟଗଣ। ଦେବାନନ୍ଦ ପଣ୍ଡିତ ଯେହେତୁ ସେ କଥାକାର, ପଣ୍ଡିତ ବିଦ୍ୱାନ, ସେ ମନା କରିବା କଥା ନାଇଁ, ବଦମାସ କଣ କରୁଛ ତୁମେ, ତାଙ୍କୁ ଆସନ ଦିଅ, ପିଇବାକୁ ପାଣି ଦିଅ, ତାଙ୍କୁ ବସି ଆଶ୍ୱାସନା ଦିଅ। କିନ୍ତୁ ଉଲ୍ଟା ଟାଣି ଟାଣି ନେଇକି ବାହାରେ ଗେଟ୍ ଆଉଟ୍ କରିଦଉଛନ୍ତି। ଦେବାନନ୍ଦ ପଣ୍ଡିତ କିଛି କହୁନାହାନ୍ତି। ଚୈତନ୍ୟଙ୍କର ପ୍ରିୟ ସିଏ, ଚୈତନ୍ୟ ମହାପ୍ରଭୁ ନିଜ ଭକ୍ତ।
सारा जगत को उद्धार कर शक्ति तांकर अच्छी, पवित्रता तांकर अच्छी। किंतु पापिष्ट माने, पापिष्ट पढ़ुआ माने, ज्ञानी माने कौन कले किसी न बुझी पारी शिवास ठाकुर टाणी टाणी आज टाणी टाणी उठेक नहीं था देवर घुषाड़ी घुषाड़ी नौ छेड़ी छुड़ा जीव एत निर्म एत निष्ठुर। बाह्य पाई दुखरे श्री वास गले घर ता सबु जाने अंत रिजामी विश्वमर। जो बाहर फिंगी देते से निज भाव आसी अर्थात बाह्य ये भागवत भितर को चली भागवत कथा भाभी भाभी कि सब कांदुले भगवान कथा ये बाह्य बाहर फिंगिदे से ओहो मत किए पकेला बाहर को माने मत बाहर फिंगिदे लज्जा पाई घर को पलि आसले दे कथा अंतर्जामी विश्वम्बर जानी पकेले। ये कथा ये अपराधटा देवानंद पंडित को स्मरण है ओहो ये मोर हृदय जहाँ किसी भक्ति थिला भक्ति देवी प्रकट होते भक्ति वृक्ष धीरे धीरे बढ़ुले से सुखी गले अपराध कले भक्ति लता सुखी जाती। माड़ी होया यदि सकाल संध्या जल देवे भक्ति लता और प्रफुल्लित हम। भक्ति लता आम हृदय लगाई ब्रह्मांड भ्रमित कौन भाग्यवान जीव गुरु कृष्ण कृपा ते पाए भक्ति लता बीज। आम जान नथिलु किछि आज गुरु कृष्ण कृपारो आज महामंत्र रूपक मंजी आम हृदय रोपण कराई। भक्ति वृक्ष टिके गजा बाहर गजा बाहर गछ को जदि सकाल संध्या बेले पानी छिंचा जाए ताहले से निश्चित भाव में भक्ति वृक्ष बढ़ फल फल हम भक्ति फल हम। से आमको कौन करिया दरकार सकाल संध्यारे माड़ी भलिया जल सिंचन करिया दरकार। माड़ी होया करे जाई बीज आरोपण श्रवण कीर्तन जले करे सिंचन। भक्ति वृक्ष लगी सकाल संध्या बेले जल ढाड़ी से जलटा कौन ना श्रवण कीर्तन जले जो श्रवण कीर्तन होची एटा होची भक्ति मातार भक्ति वृक्षर जल दवा सहित समान। जिते श्रवण कीर्तन करेंगे सेते आमर भक्ति भक्ति वृक्ष प्रलोभित हम कुसुमित हम फल फुट फल दब फूल फुट फल दब प्रेम फल। आज कहीं समस्त भक्ति वृक्ष सुखी हो कौन पाई श्रवण कीर्तन कहीं करूना कौट की जाओ बड़ बड़ मंदिर मान को जाओ श्रवण कीर्तन रुचि ना हाँ टे शुणिदे कौन एड़ बास सरला पाठ डेली सकाल संध्या बेले गछटे लगे तो सकाल संध्या पानी दवा पड़ो ना गछ सुखी मरीज। भक्ति वृक्ष को सकाल संध्या बेले श्रवण कीर्तन जड़े करे सिंचन भक्ति लता बढ़े फूल आसो फल दब से भक्तिर रसटा को आस्वादन करें पदे पदे कांद आसो। आज देवानंद पंडित न करे निवारण गुरु यथा भक्ति शून्य तथा शिष्यगण गुरुंकर दूधरे भक्ति लता सुखी गलानी अपराध कर शिष्य मैंने भी सेमती गुरु जमी शिष्य सेमती।
ସେଥିପାଇଁ गुरु कपटी शिष्य लालची दोनों खेले दाव दोनों बूढ़े बापुरे चढ़ी पत्थर की नाव। गुरु लालची और गुरु कपटी शिष्य लालची गुरु जिमती शिष्य सिमती गुरु कपटी शिष्य लालची दोनों खेले दाव दोनों चढ़े दी जन पत्थर नाव रे चढ़ी कौन है बुड़ीबे समुद्र नरकर पड़ी। गुरु भी नरकर पड़े और शिष्य नरकर पड़े। ସେଥିପାଇଁ ଆଜି ଆମେ ପଢିବା ସନ୍ଧ୍ୟା ବେଳକୁ ଗୁରୁ କଥା ଅଛି। ବେଶୀ କହିବାନି ସେ ବିଷୟରେ, ସନ୍ଧ୍ୟା ବେଳକୁ କହିବା ଟିକେ। ଯାହା ହଉ गुरु जमती शिष्य सेमती। गुरु यथा भक्ति शून्य शिष्य गुरु जमती भक्ति शून्य ज्ञानी है भक्ति भक्ति को त्याग करेगी शिष्य माने भी सेमती। पाय पाई दुखरे श्रीवास गले घर ताहा सबु जाने अंतर्जामीश्वर देवानंद दर्शने होइला स्मरण क्रुध क्रुध मुखे कहे प्रभु सचिरानंदन आहे आहे देवानंद कहिए तुम्हंकु तुम्भे एबे भागवत पढ़ाओ सर्वंकु तुम्भे एबे भागवत पढ़ाओ जे श्रीवास देखिते गंगार मनोरथ केते जन शुणिबाकु गले भागवत। देवानंद चैतन्य महाप्रभु कहते देवानंद एते गर्वी हो गलुनी जहाँ को दर्शन करने गंगा जमुना सरस्वती आसुचंती आसिक पृथ्वी आसिकी भक्त को दर्शन करने आसुचंती तुम तांको ता चरण अपराध कल। गंगा जमुना सरस्वती दर्शन करके पवित्र होगा आसुचंती से भाया मोर भक्त को चरण अपराध पिता को घुषाड़ी नहीं गल फिंगिदेल एत साहस। क्यों अपराधे ताको शिष्यंक हाथ रे टाणी नहीं छाड़िल गृह द्वार बारे क्यों कौन अपराध कला से टाणी 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 नहीं घुचाड़ी घुचाड़ी नहीं ताको द्वार फिंगिदेल कौन अपराध करथिला सी तुमर जहाँ को देखा जहाँ को दर्शन करने को गंगा जमुना सरस्वती देवता मैंने आसती दर्शन करी पवित्र हवा को से भाया भक्त को तुम आज टाणी 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 बाहर फिंगिदेल। भागवत शुणी रे कांदे कृष्णर से टाणी फोपाड़ीवा तांकर योग्य नुहे से भागवत शुणी जे कांदुची भाव प्रेम रे तो तांको टाणी काटिदेल। चरण बड़ शिवास ठाकुर को चरण बड़ अपराध कर महा अपराध कर तुम्हें भक्ति तुम सुखी गला ज्ञान भी सुखी जीव सब सुखी तुम्हें पत्थर भाया हो तुम छाती पत्थर भाया हो ये शुद्ध भक्त चरण अपराध कर
ଏତେ ବଡ଼ ସାହସ ତମର। ମହାପ୍ରଭୁ ଆଉ ସମ୍ଭାଳି ପାରିଲେନି। ଭକ୍ତଙ୍କ ପରେ ଯେତେବେଳେ କେହି ଆକ୍ରମଣ କରନ୍ତି, ଆକ୍ଷେପ କରି କହନ୍ତି, ଅପରାଧ କରନ୍ତି, ଭଗବାନ ସେତେବେଳେ ସହନ କରିପାରନ୍ତି ନାହିଁ। ସେତେବେଳେ ଚକ୍ର ନେଇକି ପଳେଇ ଆସନ୍ତି, ସୁଦର୍ଶନ ଚକ୍ର। ଭଗବାନ ଏତେ ରାଗି ଯାଆନ୍ତି, ତାଙ୍କ ଭକ୍ତଙ୍କ ଉପରେ ଯଦି ଆକ୍ରୋଶ କରେ, ଭକ୍ତଙ୍କ ଉପରେ କ୍ରୋଧ କରେ ଏବଂ ଭକ୍ତଙ୍କ ଉପରେ ତାଙ୍କର ଯଦି ଅପରାଧ କରେ, ଭଗବାନ ସେଠି ସହନ କରିପାରୁନାହାନ୍ତି, ଚକ୍ର ନେଇକି ପଳେଇ ଆସନ୍ତି କାଟିବ। ନମେ ଭକ୍ତି ପ୍ରଣଶନ୍ତି, ଭଗବାନ କହିଛନ୍ତି ମୋର ଭକ୍ତଙ୍କର କେତେବେଳେ ପତନ ହୁଏ ନାହିଁ, ମରଣ ହୁଏ ନାହିଁ, ବିନାଶ ହୁଏ ନାହିଁ। ବୁଝିଲି ତୁମ୍ଭେ ଯେ ପଢ଼ାଅ ଭାଗବତ, କେଉଁ ଜନ୍ମେ ବି ନ ଜାଣ ଗ୍ରନ୍ଥ ଭୀମ। ମୁଁ ଜାଣିଛି ତମେ ଭାଗବତ ପଢୁଛ, ତମେ ଜନ୍ମାନ୍ତର ଭାଗବତ ରହସ୍ୟକୁ ବୁଝିପାରିବ ନାହିଁ, ଭାଗବତର ମର୍ମକୁ ବୁଝିପାରିବନି ତମେ। ମହାପ୍ରଭୁ ବାକ୍ୟ ଦଣ୍ଡ ଦଉଛନ୍ତି, ଦେହ ଦଣ୍ଡ ଠାରୁ ବାକ୍ୟ ଦଣ୍ଡ, ବାଣ, ବାକ୍ୟ ବାଣ। ଏମିତି ବାଣ ମାରିଦେଲେ ତ ମରିଗଲା, ଗୋଟେ ଥର ପଳେଇବ, କିନ୍ତୁ ବାକ୍ୟ ବାଣ ବଞ୍ଚିଥିବା ପର୍ଯ୍ୟନ୍ତ ବାଣ ମାରୁଥିବ। ହଁ ବାକ୍ୟ ବାଣ ପରିପୂର୍ଣ୍ଣ କରି ଯେ ସବୁ ବ୍ୟକ୍ତି ଖାଏ, ତେବେ ବହିର୍ଦେଶେ ଯାଇ ସେ ସନ୍ତୋଷ ପାଏ। ଯେମିତି କହିଛନ୍ତି, ଜଣେ ଖାଇବାକୁ ଯାଇ ବସିଛି, ମୁଁ ଡାକିଛ ଘରକୁ, ତାକୁ ଗୋଟିଏ ରୁଟି ଟିକେ ଖାଲି ତରକାରୀ ଦେଇଦବ, ଦେଖ ହେଇଗଲା ହେଇଗଲା, ଯୋଉ ଉଠ ଉଠ। ତାର କ'ଣ ଅବସ୍ଥା? ଟିକେ ଦେଇଦବ, ଏତିକି ଚାଉଳ ଦେଇଥିବ, ହାତ ଯା ଯା ହେଇଗଲା ହେଇଗଲା, ଆଉ ନାହିଁ। ତାର ଅବସ୍ଥା କ'ଣ ହବ? କ'ଣ ହବ ତାର ଅବସ୍ଥା? ସେ ପରିପୂର୍ଣ୍ଣ କରି ସବୁ ବ୍ୟକ୍ତି ଖାଏ, ଯଦି ପେଟ ଭରିକି ଖାଇଦେଲା, ତୃପ୍ତି ନା ପୁଷ୍ଟି ତୁଷ୍ଟି ସନ୍ତୁଷ୍ଟି ଅନୁଭବ କରିବ ସେ। ସେଥିରେ ମହାପ୍ରଭୁ କହୁଛନ୍ତି, ଭାଗବତ ଶୁଣି ଶ୍ରବଣ କରି ଯେ ସନ୍ତୋଷ ଲାଭ ନ କରିପାରିଲା, ଆନନ୍ଦ ଅନୁଭବ ନ କରିପାରିଲା, ସେ ଭାଗବତ ପଢି କ'ଣ ହବ? ଯଦି ତମେ ଖାଇବାକୁ ଯାଉଛ କୋଉଠିକି, ଯଦି ପେଟ ପୁରି ନ ଖାଇଲ, ଅଧା ଖାଇକି କ'ଣ ଲାଭ? ସେଇଭଳିଆ ତ ଭାଗବତ ପଢୁଛୁ, ପୁଷ୍ଟି ସେଇଭଳିଆ ପୁଷ୍ଟି ତୁଷ୍ଟି ପୁଷ୍ଟି ସନ୍ତୁଷ୍ଟି ନାହିଁ। ଶୁଣିଲା, ଭାଗବତ ଶୁଣିଲା ପରେ ତୁଷ୍ଟି ପୁଷ୍ଟି ସନ୍ତୁଷ୍ଟି ନାହିଁ, ଆନନ୍ଦ ନାହିଁ, ଖୁସି ନାହିଁ, ସେଟା ଭାଗବତ ଶୁଣି କ'ଣ ଲାଭ? ଖାଇବା ଅଧା ଟିକେ ଖାଇଲା ଭଳିଆ। ପ୍ରେମମୟ ଭାଗବତ ପଢ଼ାଇନ ତୁମେ, ସେଇ ସୁଖ ନ ପାଇଲ କହିଲୁ ଯେ ଆମେ। ପ୍ରେମ ଭାରତ ଶ୍ରୀମଦ ଭାଗବତମ୍ ପ୍ରେମମୟ, ଭାବମୟ, କିନ୍ତୁ ତମେ ପଢିକି ଟିକେ ଭାବ, ଟିକେ ତମେ ତାକୁ ପଢି ଅଧ୍ୟୟନ କରି ଟିକେ ସୁଖ ପାଇଲନି, ଟିକେ ଆନନ୍ଦ ପାଇଲନି, ଟିକେ ଭାବରେ ଆସିପାରିଲନି, କି ଭାଗବତ ପଢୁଛ ତମେ? ଯେତେବେଳେ ବାକ୍ୟବାଣ ଶୁଣିଛନ୍ତି, ଚୈତନ୍ୟ ମହାପ୍ରଭୁଙ୍କର ବାକ୍ୟବାଣ ଶୁଣିଛନ୍ତି ଦେବାନନ୍ଦ ପଣ୍ଡିତ, ଶୁଣିଣ ବଚନ ଦେବା ନନ୍ଦ ଦ୍ୱିଜବର, ଲଜ୍ଜାରେ ରହିଲେ କିଛି ନ କରି ଉତ୍ତର। ଯେତେବେଳେ ମହାପ୍ରଭୁଙ୍କର ବାକ୍ୟବାଣ ଶ୍ରବଣ, ବାକ୍ୟ ବାଣ ବାଜୁଛି, ଗୋଟେ ପରେ ଗୋଟେ ଛାଇଁ ଛାଇଁ ଗୋଟେ ଗୋଟେ ବାଜୁଛି ବାଣ, ଲାଜରେ ଛିଡ଼ା ହେଇ ତଳକୁ ମୁହଁ କରି କିଛି କହିଲେ ନାହିଁ, ଶରମ ଗଲେ, ଲାଜେ ଗଲେ। କେତେବେଳେ ଭୁଲ କରିଦେଇଛି ମୁଁ ଆଜି ମହାପ୍ରଭୁଙ୍କ ଭକ୍ତଙ୍କ ଚରଣରେ। କ୍ରୋଧାବେଶେ କହି ନ ଚଳିଲେ ବିଶ୍ୱମ୍ବର, ଦୁଃଖିତେ ଚଳିଲେ ଦେବାନନ୍ଦ ନିଜ ଘର। ଚୈତନ୍ୟ ମହାପ୍ରଭୁ ବାକ୍ୟ ବାଣରେ ଘାଇଲା କରି
ଭାଗ୍ୟ ବାଣରେ ଆହତ କରି ଚୈତନ୍ୟ ମହାପ୍ରଭୁ କ୍ରୋଧାବେଶରେ ତମ ତମ ହେଇ ପଳେଇଛନ୍ତି। ମହାପ୍ରଭୁ ଗଲା ପରେ ଦୁଃଖିତେ ଚଳିଲେ ଦେବାନନ୍ଦ ନିଜ ଘରେ। ନିଜ ଘରକୁ ଯାଇ ଦୁଃଖରେ କଣ ହେଲା, କଣ କରିବି, ଦୁଃଖରେ ପଳେଇଛନ୍ତି ଘରକୁ। ତଥାପି ସେ ଦେବାନନ୍ଦ ବଡ଼ ପୁଣ୍ୟବନ୍ତ, ବଚନରେ ପ୍ରଭୁ ଯାକୁ କରିଲେ କଦଣ୍ଡ। ଏ ଦେବାନନ୍ଦ ପଣ୍ଡିତ ଆଜି ଭାଗ୍ୟବାନ। ମହାପ୍ରଭୁଙ୍କର ଭଗବାନ ଯାହାକୁ ଗାଳି କରିବେ, ଭଗବାନ ଯାହାକୁ ପିଟିବେ, ଭଗବାନ ଯାହାକୁ ମାରିବେ, ସେ କେତେବେଳେ ଭାଗ୍ୟବାନ। ଗୁରୁକୃଷ୍ଣଙ୍କର ମାଡ଼ ଯିଏ ଖାଇବ, ଗୁରୁକୃଷ୍ଣଙ୍କର ଗାଳି ଯିଏ ଖାଇବ, ସେ କେତେ ଭାଗ୍ୟବାନ। ଗୋବିନ୍ଦ ମହାରାଜ ଥରେ କ୍ଲାସ ଦଉଛନ୍ତି ଭୁବନେଶ୍ୱରରେ। ସୀତାପତି ଜଣେ ବ୍ରହ୍ମଚାରୀ ଥିଲେ। ଯାଇକି ଲାଷ୍ଟରେ ମହାରାଜଙ୍କ କାନରୁ, ମହାରାଜ ମହାରାଜ ମୁଁ ବିବାହ ହେବି। ହଁ ବଢିଆ, ପିଠି ଆଉଁସି ଦେଲେ। ଏ ହାତରେ ପିଠି ଆଉଁଛନ୍ତି, ସେ ହାତରେ କହୁଛି ବାଙ୍କୁଲି ବାଟ ଆଣନ୍ତୁ, ହାତ ଠାରି ଦଉଛନ୍ତି ତାକୁ। ଇଏ ଭାବୁଛି ମତେ ମହାରାଜ ଆଶୀର୍ବାଦ କରୁଛନ୍ତି। ଆଉ ବାଙ୍କୁଲି ବାଟା ଯେତେବେଳେ ଆସିଛି, ସେ ତାକୁ ମୁଣ୍ଡଟାକୁ ନଇଁକି 4-5 ପାର ଜୋର ଗଧ ପିଟିଲା ଭଳିଆ ପିଟିଲେ। କହିଲେ ବଦମାସ, ତୋର ବୁଦ୍ଧି କୋଉଠୁ ଆସିଲା? ସେ କେତେବେଳେ ଦେଖା ହେଲେ ସେ କହନ୍ତି, ପ୍ରଭୁ ଗୁରୁଙ୍କର ମାଡ ଖାଇକି ଆଜି ସିଧା ହେଇଯାଇଛି, ମୋର ବୁଦ୍ଧିଟା ଠିକଣା ପଳେଇ ଆସିଛି। ସେଭଳିଆ ସୌଭାଗ୍ୟ କାହିଁ ମାଡ଼ ଖାଇବାର। ଭଗବାନ ସମସ୍ତଙ୍କୁ ଗାଳି ଦିଅନ୍ତିନି, ବା ଗୁରୁ ସମସ୍ତଙ୍କୁ ଗାଳି କରନ୍ତିନି, ପିଟନ୍ତି ନାହିଁ, ମାରନ୍ତି ନାହିଁ। ଏ ଭାଗ୍ୟବାନ ଜୀବ, ତାଙ୍କୁ ଭଗବାନ ଗାଳି ଦେବେ। ଗୁରୁକୃଷ୍ଣଙ୍କର ଗାଳି ସହନ କରିବ। ଗୁରୁକୃଷ୍ଣଙ୍କର ମାଡ଼ ଗାଳି, ଆଗରୁ ସବୁ ମାଡ଼ ଗାଳି ହଉଥିଲା ଶିଷ୍ୟମାନଙ୍କୁ। ଏବେ ଶିଷ୍ୟମାନେ ଗୁରୁଙ୍କୁ ପିଟୁଛନ୍ତି। ଶିଷ୍ୟମାନଙ୍କର କଥାରେ ଗୁରୁ ଚାଲିବାର ଅଛି, ଶିଷ୍ୟମାନଙ୍କର ଆଦେଶରେ ଗୁରୁ ଚାଲିବାର ଅଛି। ସବୁ ଉଲ୍ଟା ହେଇଗଲାଣି। ନହେଲେ ଗୁରୁକୁ ଯାହା ହେଲାଣି ଆଜିକାଲି ସବୁ, ଶିଷ୍ୟ ଯାହା ପ୍ଲାନ୍ କରିବେ, ଗୁରୁ ସେଇ ପ୍ଲାନ୍ରେ ଯିବେ। ନହେଲେ ଅସୁବିଧା। ଏଇ ଅସୁବିଧା କ'ଣ? ବେଙ୍ଗଲୋର ଇସ୍କନ ଭଳିଆ ହେଇଯିବ। ଆଉ ମାନିବେନି ଗୁରୁଙ୍କୁ। ହେଲା ନା, ସେଇଭଳିଆ ହେଲା ନା। ଶିଷ୍ୟଙ୍କ ପ୍ଲାନରେ ତମେ ଚାଲିବାକୁ ପଡିବ, ନହେଲେ ଛାଡ଼ିଦେବେ। ହଉଛି ସେମିତି ଅଛି, କଳିର ପ୍ରଭାବ। ଯାଉ ଆଜି ଚୈତନ୍ୟଙ୍କ ଦଣ୍ଡ ମହା ସୁକୃତି ସେ ପାଏ, ଯାର ଦଣ୍ଡେ ମରିଲେ ବୈକୁଣ୍ଠ ଯାଏ। ଆଜି ସୁକୃତି, ଯାହାର ପୁଣ୍ୟ ଅଛି, ଯାହାର ସୁକୃତି ଅଛି, ଯାହାର ପ୍ରତି କୃଷ୍ଣଙ୍କର କୃପା ଅଛି, ସେ ଗୁରୁଙ୍କ ପାଖରୁ ମାଡ଼ ଖାଇବ, କୃଷ୍ଣଙ୍କ ପାଖରୁ ମାଡ଼ ଖାଇବ। ଯଦି କୃଷ୍ଣ ନା ଗୁରୁ ମାରିକି ମାରିଦେଲେ ଜୀବନରୁ, ଯାର ଦଣ୍ଡେ ମରିଲେ ବୈକୁଣ୍ଠ, ସେ ସିଧା ବୈକୁଣ୍ଠ ପଳେଇବ। ଚୈତନ୍ୟଙ୍କ ଦଣ୍ଡ ଯେ ମସ୍ତକ କରିନି, ଯେ ମହାପ୍ରଭୁଙ୍କର ଗୁରୁକୃଷ୍ଣଙ୍କ ଦଣ୍ଡକୁ ମଥାପାତି ଶୋଇନିଏ, ସେଇ ଦଣ୍ଡ ତାକୁ ପ୍ରେମ ଭକ୍ତି ଯୋଗାଏ। ସେଇ ଦଣ୍ଡ ତାକୁ ପ୍ରେମ ଭକ୍ତି ପ୍ରଦାନ କରିବ, ଭାବ ଭକ୍ତି ପ୍ରଦାନ କରିବ। ଚୈତନ୍ୟଙ୍କ ଦଣ୍ଡେ ଯାର ଚିତେ ନାହିଁ ଭୟ, ଜନ୍ମେ ଜନ୍ମେ ସେ ପାପୀର ଯମ ଦଣ୍ଡ ନୟ। ଚୈତନ୍ୟ ମହାପ୍ରଭୁଙ୍କ ଦଣ୍ଡ ପ୍ରତି, ଭଗବାନଙ୍କର ଦଣ୍ଡ ପ୍ରତି, ଗୁରୁଙ୍କର ଦଣ୍ଡ ପ୍ରତି ଯାହାଙ୍କର ଭୟ ନାହିଁ, ହଁ ଗୁରୁ ମାରନ୍ତୁ, ଗୁରୁ ପିଟନ୍ତୁ, ଜଗନ୍ନାଥ ଯାହା କରିବା କଥା କରନ୍ତୁ। ଯାହାର ଭୟ ନାହିଁ,
जन्मे जन्मे से पापीर उल्टा ही चैतन्यଙ୍କ दंडे जार चिते नाही भय चिते ନାହିଁ ଭୟ ଯାହାଙ୍କର ସାଧୁ ଗୁରୁ ବୈଷ୍ଣବ ପ୍ରତି ଭୟ ନାହିଁ ହଁ କଣ ସେ କରିଦେବ ଦେଖିବା ହଁ ଏମିତି ସବୁ କରିଦେଉଛନ୍ତି ଯାହାଙ୍କର ସାଧୁଗୁରୁ ବୈଷ୍ଣବ ପ୍ରତି ଭୟ ନାହିଁ ଡର ନାହିଁ ହଁ କଣ ସବୁ କରିଦିଅନ୍ତି ଆଉ କିଏ ହଁ କହିଛନ୍ତି ପଢ଼ିବାକୁ କିଏ ପଢ଼ୁଛି କଣ କହିଦେଉଛି ଆଉ ଆଜି କହିଛନ୍ତି ସେଇଟା ପଢ଼ିବାକୁ ଆଉ କହିଛନ୍ତି ସେଇଟା ପଢ଼ିବାକୁ ଏଇଟା କରିବାକୁ କିଏ କରୁଛି ଛାଡ଼ ଦେଖିବା ଭୟ ନାହିଁ ସାଧୁଗୁରୁ ବୈଷ୍ଣବ ଭୟ ନାହିଁ जन्मे जन्मे से पापीर जमा दंड हो ଯାହାଙ୍କର ସାଧୁଗୁରୁ ବୈଷ୍ଣବ ଭୟ ନାହିଁ ଯେ ସ୍ୱଇଚ୍ଛାରେ ଅଛନ୍ତି ଯାହା ହଉଛି ହଉଛି କିଏ ତ କରୁଛି ସବୁ जन्मे जन्मे से दंड नरक जन्मे जन्मे से पापीर जमदंड हुए जन्म जन्मांतर से जमदंड पाइब भागवत तुलसी गंगा एव भक्त जने चतुर्धा विग्रह कृष्ण एहि चारि संगे जीवन्यास करिले से मूर्ति पूज्य हुए जन्म मात्र एहि चारि ईश्वर वेद कहे भागवत तुलसी गंगा और भक्त जन गुरुजन ये चतुर्था विग्रह भगवान कृष्ण भगवान कृष्ण चारिटा चारिटा चारि रूप विस्तार कर भागवत तुलसी गंगा और भक्त जन चतुर्धा विग्रह कृष्ण ए चारि संग चार जन होती भगवान चतुर्था विग्रह भागवत तुलसी गंगा साधु जीवन्यास करिले से मूर्ति पूजा हो मूर्ति टाणिलो आम गोपाल मूर्ति हो जगन्नाथ मूर्ति हो कौन करेंगे घरे अभिषेक करी ब्रह्मसंहितार अभिषेक ब्रह्मसंहिता बोलिक अभिषेक करी पूजा अर्चना करी स्थापना करेंगे फास्ट प्रथम श्रीजाणी बस पूजा करेंगे अच्छी विधि अच्छी किंतु भागवत पूजा कर आवश्यकता नहीं स्थापना कर आवश्यकता नहीं तुलसी महाराणी आने तो पूजा कले जन्मरू तुलसी महाराणी जन्मरू टिके दुई पत्र है पूजा आरंभ करदे भागवत पढ़ा आरंभ करदे आओ गंगा माता ये भी कौन करने दरकार नहीं जीवनाश करने दरकार नहीं भागवत को जीवनाश करने दरकार नहीं तुलसी महाराणी को जीवनाश करने दरकार नहीं गंगा माता को जीवनाश करने दरकार नहीं साधुगुरु वैष्णव को जीवदान करिया जीवनाश करिया आवश्यकता नहीं से आपे आपे जीवन्यास करिले से मूर्ति हुए पूजा जन्म मात्र ये चारि ईश्वर वेद जन्म रे माने पूजा भागवत पढ़िले पढ़िबा होची पूजा तुलसी महाराणी दर्शन करिबा पूजा अर्थात जीवन्यास साधु वैष्णव गुरु एमाने भी एमान को जीवनाश करने दरकार नहीं एमाने भगवान चारिटा विग्रह रूप एमान को प्राण एमान को कौन करिया दरकार ना जीवनाश करिया आवश्यकता नहीं चैतन्य दंडे यार सरीला हाँ चैतन्य दास पादे मोर नमस्कार इथे अपराध किछि नुह जे आमार
ଚୈତନ୍ୟ କଥାରେ ଆଦି ଅନ୍ତ ନାହିଁ ଜାଣେ, ଯେତେ ମତେ ଚୈତନ୍ୟଙ୍କ ଯଶ ବଖାଣେ। ଚୈତନ୍ୟ ମହାପ୍ରଭୁଙ୍କର କଥାରେ ଆଦ୍ୟ ଅନ୍ତ ନାହିଁ। କୃଷ୍ଣ ଅନନ୍ତ, ତାଙ୍କ କଥା ଅନନ୍ତ। ମହାପ୍ରଭୁଙ୍କର କଥାରେ ଆଦ୍ୟ ଅନ୍ତ ନାହିଁ। ଯେତେ ପଢୁଥିବ ଚାଲିଥିବ, ଯେତେ ଶୁଣୁଥିବ ସେତେ ଶୁଣି ହଉଥିବ, ଆଦ୍ୟ ଅନ୍ତ ନାହିଁ। ବଖାଣିଆ ଲୋକ, କହିବା ଲୋକ, ସେ ଚହି ଚାଲିଥିଲେ ମଧ୍ୟ ତାର ସରିବନି। ଶୁଣିବା ଲୋକ ଶୁଣିଥିଲେ ମଧ୍ୟ ତାର ସରିବନି। ସେଥିପାଇଁ ବୃନ୍ଦାବନ ଦାସ ଠାକୁର କହୁଛନ୍ତି କି ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତମାନଙ୍କର ପାଦରେ ଚରଣରେ ମୁଁ ନମସ୍କାର କରୁଛି। ଚୈତନ୍ୟ ଦାସଙ୍କ ପାଦେ ମୋର ନମସ୍କାର, ଇଥେ ଅପରାଧ କିଛି ନ ହୁଏ ଆମର। ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତଙ୍କ ଚରଣ ଯଦି ଅପରାଧ ହେଇଯାଇଛି, ମୁଁ ତାଙ୍କ ଚରଣ ପ୍ରାର୍ଥନା କରି, ଚରଣ ପ୍ରଣାମ କରି କ୍ଷମା ଭିକ୍ଷା କରୁଛି। ବା ଆମେ ସବୁ ଯଦି ଜାଣ ଅଜାଣତାରେ କିଛି ଅପରାଧ ହେଇଯାଇଥାଏ, ଚୈତନ୍ୟ ମହାପ୍ରଭୁ ଭକ୍ତଙ୍କ ଚରଣରେ ପ୍ରଣାମ କରି ପ୍ରାର୍ଥନା କଲେ ଦୂର ହେଇଯାଏ। ଚୈତନ୍ୟଙ୍କ ପ୍ରିୟ ଦେହ ନିତ୍ୟାନନ୍ଦ ରାୟ, ପ୍ରଭୁ ଭୃତ୍ୟ ସଙ୍ଗ ଯଥା ନ ଛାଡ଼େ ଆମାୟ। ଚୈତନ୍ୟ ମହାପ୍ରଭୁଙ୍କର ପ୍ରିୟ ହଉଛନ୍ତି ନିତ୍ୟାନନ୍ଦ ପ୍ରଭୁ, ଦ୍ୱିତୀୟ ଦେହ ବଳରାମ, ଅନନ୍ତ, ଶଙ୍କର୍ଷଣ। ଯେମିତି ପ୍ରଭୁଙ୍କର ଭୃତ୍ୟ ଅର୍ଥାତ୍ ଚାକରଙ୍କର ନାଇଁ, ମାଲିକଙ୍କର ଚାକର ଛାଡ଼ି ନପାରେ, ସେବକ ନ ଛାଡ଼ିପାରେ, ସେଇଭଳିଆ ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ କେବେ ପ୍ରିୟ ହେଇକି ଅଛନ୍ତି ଆଉ ସେବକ ଭଳିଆ ଅଛନ୍ତି ସଦାବେଳେ। ସେବ୍ୟ ଭଗବାନ, ସେବକ ଭଗବାନ। ସେବକ ଭଗବାନ ହଉଛନ୍ତି ନିତ୍ୟାନନ୍ଦ ପ୍ରଭୁ, ସେବକ ଭଗବାନ ହଉଛନ୍ତି ଚୈତନ୍ୟ ମହାପ୍ରଭୁ ନିତ୍ୟ। ଶ୍ରୀକୃଷ୍ଣ ଚୈତନ୍ୟ ନିତ୍ୟାନନ୍ଦ ଜାଣ, ବୃନ୍ଦାବନ ଦାସ ତଛୁ ପଦ ଯୁଗେ ଗାନ। ଶ୍ରୀକୃଷ୍ଣ ଚୈତନ୍ୟ ନିତ୍ୟାନନ୍ଦ ସେଇ ଗୋଟିଏ ବୋଲି ଜାଣ। ବୃନ୍ଦାବନ ଦାସ ଠାକୁର ତାଙ୍କ ଚରଣରେ ପ୍ରାର୍ଥନା କରିକି ବର୍ଣ୍ଣନା କରିଛନ୍ତି। କାଲି ଆମେ ଗୋଟେ କଥା ଶୁଣିବା, କଣ ହେଲା ତାପରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ପୁଣି ଦେବାନନ୍ଦ ପଣ୍ଡିତ ମହାପ୍ରଭୁଙ୍କ କୃପା ପାଇ ପୁଣି ଧୀରେ ଧୀରେ ଭକ୍ତି ଭାବରେ ଭାଗବତ ପଢିବାକୁ ଆରମ୍ଭ କଲେ। ମହାପ୍ରଭୁଙ୍କ କୃପା ହେଲା। ଶ୍ରଦ୍ଧା କରି ଏହି ଲୀଳା ଶୁଣ ଭକ୍ତଗଣ, ଶ୍ରଦ୍ଧା କରି ଲୀଳା ଗୁଡାକ ଶ୍ରବଣ କଲେ କଣ ହବ ନା ଶୀଘ୍ର ଭଗବାନ କି କୃପା କରୁଣା ପ୍ରାପ୍ତି ହବ। ଶୁଣିଲେ ଚୈତନ୍ୟ କଥା ଭକ୍ତି ଫଳ ଧରେ, ଜନ୍ମେ ଜନ୍ମେ ଚୈତନ୍ୟଙ୍କ ସଙ୍ଗ ଅବତରେ। ଯଦି ଧ୍ୟାନର ସହିତ ଶ୍ରଦ୍ଧାର ସହିତ ଶୁଣୁଥିବେ କଥା ଗୁଡାକ, ନିଶ୍ଚିତ ଭାବରେ ଏ ଜନ୍ମର ହଉ ନା ଜନ୍ମର ହଉ ମହାପ୍ରଭୁଙ୍କ ପାର୍ଶ୍ୱଦ ହେଇକି ଆସିବେ, ଲୀଳାଖେଳା କରିବେ। ସାଧୁ ସଙ୍ଗ କୃଷ୍ଣ ନାମ ଏହି ମାତ୍ର ଚାଇ, ସଂସାର ଜିନିତେ ଆର କୋନ ବସ୍ତୁ ନାହିଁ। ସଂସାର ଜିଣିବା ପାଇଁ, ସଂସାର ଜିତିବା ପାଇଁ, ସଂସାରର ଭବସାଗର ପାର ହେବା ପାଇଁ ସାଧୁ ସଙ୍ଗ କୃଷ୍ଣ ନାମ, ଏ ଦୁଇଟା ଦରକାର।
Oh, Hare Krishna, Krishna Krishna, Hare Hare, Hare Rama, Rama Rama, Hare Hare.